ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ 3 ଶିକାରୀ ଗିରଫ ଏବଂ ସେମାନଙ୍କଠାରୁ 2ଟି ଦେଶୀ ବନ୍ଧୁକ ସହ ଏକ ଫାଶ ମଧ୍ୟ ଜବତ ହୋଇଛି। ସେମାନେ ହେଲେ ଅନନ୍ତପୁର ଗ୍ରାମର ବୁଧରାମ ହାଂସଦା, ବନଖମଣ୍ଡ ଗ୍ରାମର ମୁନିରାମ ହେମ୍ବ୍ରମ ଓ ମାଧବ ସିଂ। ମହାରାଷ୍ଟ୍ର ଜଲଗାଓଁରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଲକ୍ଷ୍ନୌରୁ ମୁମ୍ବାଇ ଗାମୀ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ପ୍ରଚାର ହେବା ପରେ କିଛି ଯାତ୍ରୀ ଜରୁରୀକାଳୀନ ରହଣି ଚେନ୍ ଟାଣି ଜୀବନ ବିକଳରେ ଡେଇଁ ପଡ଼ିଥିଲେ ଏବଂ ସନ୍ନିକଟ ଲାଇନ୍ରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁରୁ ଦିଲ୍ଲୀ କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ୍ ସହ ଧକ୍କା ଖାଇ କଟି ଯାଇଥିଲେ। କଟକ ଜିଲ୍ଲା ଆଠଗଡ଼ ପୋଲିସ ପକ୍ଷରୁ ଚୋରା ମଦ କାରବାର ସମ୍ପର୍କରେ ପାଟଲିଖା ଗ୍ରାମରେ ଚଢ଼ଉ ବେଳେ 35 ଲିଟର ଦେଶୀ ମଦ, ଏକ ବାଇକ୍ ଓ ମଦ ପ୍ରସ୍ତୁତି ନିମନ୍ତେ ଥିବା ସରଞ୍ଜାମ ଜବତ ସହ ଜଣେ ଗିରଫ ଏବଂ ଗିରଫ ଅଭିଯୁକ୍ତ ସନାତନଙ୍କୁ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଓଡ଼ିଶା ଛତିଶଗଡ଼ ସୀମାରୁ ଯବାନ ପକ୍ଷରୁ ମାଓ ଡମ୍ପ ଠାବ ସହ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି ଏବଂ ଘଟଣାସ୍ଥଳରେ 21ଟି ଆଇଡି ଓ ବିଜିଏଲ୍ ବୋମା, ଜେନେରେଟର, ଲେଥ୍ ମେସିନ ସାମଗ୍ରୀ ଓ ବନ୍ଧୁକ ତିଆରି ସରଞ୍ଜାମ ଆଦି ମଧ୍ୟ ଜବତ ହୋଇଛି। ବଲାଙ୍ଗୀର ଜିଲ୍ଲା 26 ନମ୍ବର ଜାତୀୟ ରାଜପଥ ଭୁତିଆର ପାହାଡ଼ ରାସ୍ତାରେ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଦେଓଗାଁ ପୋଲିସ ଏବଂ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବା ସହ ତାଠାରୁ 11 କେଜି ଓଜନର ଗଞ୍ଜେଇ ଓ ବାଇକ୍ ଜବତ କରିଛି। ମୟୂରଭଞ୍ଜ ଜିଲ୍ଲା ଜାମଶୋଳା ଛକ ନିକଟରେ ବନ ବିଭାଗର ଚଢ଼ଉ ବେଳେ 2ଟି ହାତୀ ଦାନ୍ତ ଜବତ ସହ 4 ଗିରଫ ଏବଂ ଜବତ ହାତୀ ଦାନ୍ତର ବଜାର ମୂଲ୍ୟ ପ୍ରାୟ 20 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଉକ୍ତ ହାତୀ ଦାନ୍ତ ଛତିଶଗଡ଼ର ରାୟପୁରକୁ ଚୋରାରେ ଚାଲାଣ ହେଉଥିଲା ଏବଂ ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗୁଳି ସୋରେନ, ବିଜୟ ହାସନ୍ଦା, ବିର୍ସା ମୁଣ୍ଡା ଓ କଟକଡ଼ିଆ ଗାଁର ଯୋଗେଶ୍ୱର ନାୟକ। ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ହଇଚଇ ସୃଷ୍ଟି କରିଛି। ଏଠାରେ ଜଣେ ପୂର୍ବତନ ସେନା କର୍ମଚାରୀ ଗୁରୁମୂର୍ତ୍ତି ନିଜ ପତ୍ନୀ ଭେଙ୍କଟ ମାଧବଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧି ପୋଖରୀରେ ଫିଙ୍ଗି ଦେଇଛନ୍ତି ଏବଂ ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ମୃତଦେହ ଅଂଶବିଶେଷକୁ ଖୋଜାଖୋଜି କରୁଛି। ରାଜଧାନୀ ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା। ରାଜଭବନ ମାଷ୍ଟର କ୍ୟାଣ୍ଟିନ ମଝି ରାସ୍ତାରେ 2ଟି ମୋ ବସ୍ ଏବଂ 2ଟି କାର ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଥମେ ଏକ ଏସି ମୋ ବସ୍ ଯାଉଥିବା ବେଳେ ତାହା ପଛରେ ଅନ୍ୟ ଏକ ମୋ ବସ୍ ଧକ୍କା ହୋଇଥିଲା। ଫଳରେ ପଛରେ ଆସୁଥିବା 2ଟି କାର ହଠାତ୍ ବ୍ରେକ୍ ଦେବାରୁ ପଛକୁ ପଛ ପିଟି ହୋଇଯାଇଥିଲେ। ଆଜି ରାଜ୍ୟର ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଏପରିକି 10ରୁ 20 ମିଟର ଦୂରରୁ କିଛି ଦେଖାଯାଉନଥିବା ବେଳେ ଯାହା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଏବଂ ଆସନ୍ତା ଫେବୃଆରୀ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ଫଳରେ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ୱାକ୍ଷତ କରାଯାଇଥିଲା ଏବଂ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣି ନେଇଥିଲେ।